ଗୁଡ୍ ମର୍ଣ୍ଣିଂ। ଶୁଭ ସକାଳ ପିଲାମାନେ, କେମିତି ଅଛ? ଆଶା କରେ ତମେମାନେ ବହୁତ ଭଲରେ ଥିବ। ପ୍ରତ୍ୟେକ ଦିନ ପାଠ ପଢ଼ୁଥିବ, ବିଦ୍ୟାଳୟକୁ ଯାଉଥିବ ଏବଂ ମୋର ଭିଡ଼ିଓ ଗୁଡ଼ିକ ସବୁଦିନ ଦେଖୁଥିବ। ଯେଉଁମାନେ ପ୍ରଥମ ଥର ପାଇଁ ମୋର ଏହି ଭିଡ଼ିଓଟିକୁ ଦେଖୁଅଛ, ଚ୍ୟାନେଲଟିକୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରିଦେବ। ତ ଚାଲ ଆଜିର ଭିଡ଼ିଓଟିକୁ ଆରମ୍ଭ କରିବା। କାର୍ଯ୍ୟ ଫର୍ଦ୍ଦ 8 ଶିକ୍ଷଣ କାର୍ଯ୍ୟ 1 ଗପ ଆଧାରରେ ତଳ ଲିଖିତ ଉତ୍ତର ପାଇବା ପାଇଁ ପ୍ରଶ୍ନ ତିଆରି କରି ଲେଖ। କ. ଧନୀ ବଣିକ ନିଜର ସଉକ ପାଇଁ ଲଜ୍ଜିତ ହେଲେ। ଧନୀ ବଣିକ କାହିଁକି ଲଜ୍ଜିତ ହେଲେ? ଗ. କାରିଗର ମୁକୁଟ ତିଆରି ବଦଳରେ ବଣିକ ଠାରୁ ଧନ ସମ୍ପତ୍ତି ବୋହି ନେଲେ। କାରିଗର ବଣିକ ଠାରୁ କ'ଣ ବୋହି ନେଲେ? ଗ. ଧନୀ ବଣିକ ଶଠ କାରିଗରକୁ କଠିନ ଦଣ୍ଡ ଦେଲେ। ଧନୀ ବଣିକ କାହାକୁ କଠିନ ଦଣ୍ଡ ଦେଲେ? ଶିକ୍ଷଣ କାର୍ଯ୍ୟ 2 ଯେପରି କେଳା ଶବ୍ଦ ପାଇଁ କେଳୁଣୀ ହୁଏ, ସେହିପରି ମାମୁଁ ମାଇଁ, ସ୍ୱାମୀ ସ୍ତ୍ରୀ, ଭାଇ ଭାଉଜ, ଅଜା ଆଈ। ଶିକ୍ଷଣ କାର୍ଯ୍ୟ 3 ଯେମିତି ଚିନ୍ତା ଶବ୍ଦରୁ ଚିନ୍ତିତ ହୁଏ, ସେମିତି ତଳ ଶବ୍ଦଗୁଡ଼ିକ କ'ଣ ହେବ? ପୁରସ୍କାର, ପୁରସ୍କୃତ, ଉତ୍ପାଦନ, ଉତ୍ପାଦିତ, ମିଳନ, ମିଳିତ, ନିର୍ମାଣ, ନିର୍ମିତ। ଶିକ୍ଷଣ କାର୍ଯ୍ୟ 4 ତଳ ଶବ୍ଦଗୁଡ଼ିକର ବିପରୀତ ଅର୍ଥ ବୁଝାଉଥିବା ଶବ୍ଦ ଖାଲି ଘରେ ଲେଖ। ଧନୀ, ଦରିଦ୍ର, ଶେଷ, ଆରମ୍ଭ, କଠିନ, ସହଜ, ଉଠାଣି, ଗଡ଼ାଣି। ଶିକ୍ଷଣ କାର୍ଯ୍ୟ 5 ତଳେ ଦିଆଯାଇଥିବା ଶବ୍ଦଗୁଡ଼ିକର ଉଚ୍ଚାରଣ ସମାନ ହେଲେ ମଧ୍ୟ ଅର୍ଥ ଭିନ୍ନ। ସେଗୁଡ଼ିକର ଭିନ୍ନ ଭିନ୍ନ ଅର୍ଥ ଖାଲି ଘରେ ଲେଖ। କୂଳ, ବଂଶ, କୂଳ, ନଦୀକୂଳ। ଜାତ, ଜନ୍ମ, ଜାତ, ଯାତ୍ରା, ମେଳା। ନୀତି, ପ୍ରତିଦିନ, ନୀତି, ନିୟମ। ଗୁଣୀ, ମନ୍ତ୍ରବିଦ୍ୟା, ଗୁଣୀ, ଗୁଣବାନ। ଶିକ୍ଷଣ କାର୍ଯ୍ୟ 6 ଉଦାହରଣ ପରି ତଳ ବାକ୍ୟଗୁଡ଼ିକ ଲେଖ। ଉଦାହରଣ: ଶିକ୍ଷକ ବ୍ୟାକରଣ ପଢ଼ାଇଲେ। ଶିକ୍ଷକ ବ୍ୟାକରଣ ପଢ଼ାଇବେ। ସେହିପରି କ. ମା ରୋଷେଇ କଲେ। ମା ରୋଷେଇ କରିବେ। ଖ. ବାପା ବଜାରକୁ ଗଲେ। ବାପା ବଜାରକୁ ଯିବେ।